कार्तिक महात्म्य एकादश अध्याय। शुक्लाम्बरधरं विष्णु शशिवर्णं चतुर्भुजं प्रसन्नवदनं ध्यायेत् सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। स्नान मंत्र। वैकुंठे च प्रयागे च तथा बदरिकाश्रमे इदं विष्णुर्चक्रमे त्रेधा सन्निदधे पदम्। तैरेव सहितैः सर्वे मुनिवेद मुखान्विते कार्तिकेऽहं करिष्यामि प्रातः स्नानं जनार्दन। प्रीत्यर्थं तव देवेश दामोदर मया सह ध्याताहं त्वं देवेश दामोदर मया सह ध्याताहं त्वं च देवेश जलेऽस्मिन् स्नातुमुदितः। तव प्रसादात् पापं मे दामोदर विनश्यतु। नित्ये नैमित्तिके कृष्ण कार्तिके पापनाशनम्। अर्घ्य मंत्र। नमः कमलाकान्ताय नमस्ते जलसायिने नमस्तेस्तु हृषिकेश गृहाणार्घ्यं नमोऽस्तुते। ततश्च राहुः पुनरेव जातः स्वात्मानमस्मीति मन्यमानः सम्यक् सर्वं कथयां बभूव जलन्धराय सविचेष्टितं यत्। जलन्धरस्तु तच्छ्रुत्वा कोपकुलितमानसः निर्जगामासु दैत्यानां कोटिभिः परिवारितः। नारद उवाच मुनिकहन्ति शृणुराय राहुः पलायि महाभये मिलिला जलन्धर आगे मनवीर समान भंगे। कहिला जाबत वृत्तान्त शुणि कोपिला वृन्दाकान्त मन आकुले महाकोपे दैत्यंकु राहिला समीपे। शंभुनि शंभुमूले बल तुरीते साजिला सकल रथ तुरंग गज खर पदाति बल बलिहार। शुक्र मुनिଙ୍କୁ आग करी युद्ध उद्यमे दंडधारी आरोही रत्नमय रथे धनुनाराच घेनि हस्ते। ईशान मार्गे अनुसरी थाट चलिले दिगपुरी वन पर्वत माड़ी जाती आकाशे अश्व पंती पंती धरणी पुरी गज जुथे मणि कांचनमय रथे। क्षितिया आकाशे पुरी गले जेसने जलधर बुले अद्य मिथुन मासे उठी धरणी धरी शून्य घटी। तेसने निशाचर दल मेघ गर्जन मुखरोल निशाण बाण तड़ बड़ी जेन्हे सबद घड़घड़ी विविध अस्त्र चक्र खाती बिजुली प्राय झटकंती पवन गति थाट जीवा से जलंधर की मघवा चलई निज दंड घेनी प्रलय करिब मेदिनी। तेमन्ते दिशे दैत्य बल प्रचंडे चले महिस्थल प्रथम दिन थाट नेई सुवर्ण रेखा तीरे जाई
ସେଦିନ ପାରି ହୋଇ ବେଗେ ରହିଲେ ହିମଗିରି ଲାଗେ। ଏଥୁ ଅନ୍ତରେ ଶୁଣ ରାଏ, ସ୍ୱର୍ଗେ ଯେ ଥିଲେ ଦେବତାଏ। ଦୈତ୍ୟକୁ ଦେଖି ଭୟ ମନେ, ଗଲେ ସେ କପିଳାସ ସ୍ଥାନେ। ରୁଦ୍ର ଚରଣ ତଳେ ପଡ଼ି, ଦେବେ କହିଲେ କର ଯୋଡ଼ି। ଭପ୍ରମୁ ଅମ୍ବିକାର ମଣ, ଅମର ଲୋକ ପରେ ଯମ। ବିଷ୍ଣୁ ସହିତେ ରଣେ ଜିଣି, ସର୍ବ ସମ୍ପଦ ବଳେ ଆଣି। ରଖିଲେ ନିଜପୁରେ ନେଇ, କେବେ ଶାନ୍ତି ନ ଭଜଇ। ତୁମ୍ଭ ଛାମୁକୁ ପୁଣି ଦୂତ, ପେଶି ଯେ ଥିଲେ ସିନ୍ଧୁ ସୁତ। ଆସି ଯେ ଥିଲା ଇନ୍ଦ୍ରାବାଦୀ, ଯାହା କହିଲା ମନ୍ଦ ବୁଦ୍ଧି। କେ ତାହା ବସାଇବ ତୁଣ୍ଡେ, ସେ ପୁଣି ଗଲା ବିନା ଦଣ୍ଡେ। କହିଲା ଜଳନ୍ଧର ଆଗେ, ତୁମ୍ଭ ମହିମା ଯେତେ ବାଗେ। ଶୁଣି ଅସୁର କ୍ରୋଧ ହୃଦେ, ଦଣ୍ଡ ସାଧିଲା ତୁମ୍ଭ ବାଦେ। ଅସୁର ବଳ ଘେନି ଆସି, ପଥେ ରହିଲା ଜନିସି। କାଲି କରିବ ଘୋର ରଣ, କହିଲୁ ସାବଧାନେ ଶୁଣ। ଦେବଙ୍କ ତହୁଁ ଏ ବଚନ, ଶୁଣି ବିସ୍ମୟ ତ୍ରିଲୋଚନ। ବିଷ୍ଣୁଙ୍କୁ ଚିନ୍ତା କରି ମନେ, ଶିବ ବସିଲେ ଯୋଗ ଧ୍ୟାନେ। ସେ ପ୍ରଭୁ ଯୋଗାଦି ପୁରୁଷ, ଆସି ପ୍ରବେଶ ହର ପାଶ। ବିଷ୍ଣୁ ଦର୍ଶନ ପାଇ ଦେବେ, ରୁଦ୍ର ସହିତ ଉଠି ସର୍ବେ। ନମିଲେ ଗୋବିନ୍ଦ ଚରଣ, ମଧ୍ୟେ ବିଜୟ ନାରାୟଣ। ଶିବ ଜଣାନ୍ତି ଆଗ କରି, ଭଦେବ ଶୁଣ ଦଇତାରି। ତୁମ୍ଭେ ପ୍ରାଣୀଙ୍କ ପଞ୍ଚଭୂତ, ମହିମା କଲୁ ବିପରୀତ। ଖଳନାଶନ ବାନା ବହି, ଅସୁର ପୁରେ ଅଛ ରହି। ନିଜ ସେବକେ ଦେଇ ଦୁଃଖ, ଏଣୁ ମଣୁଛ କେଉଁ ସୁଖ। ଦେବ କଳଙ୍କ ଜଳନ୍ଧର, ତାହାଙ୍କୁ କିମ୍ପାଇଁ ନ ମାର। ଏବେ ଅସୁର ଦୁଷ୍ଟ ମତି, ଆମ୍ଭଙ୍କୁ ମାଗଇ ପାର୍ବତୀ। ନ ଦେଲୁ ବୋଲି କଲା କୋପ, ଯୁଝି ଆସୁଛି କରି ତାପ। ଏ କିସ ବିପରୀତ ବାଣୀ, ବିଚାରି କହ ଚକ୍ରପାଣି। ରୁଦ୍ର ବଚନେ ଚକ୍ରଧର, ବୋଲନ୍ତି ଶୁଣ ଦେବହର। ସେ ଜଳନ୍ଧର ତୁମ୍ଭ ଅଂଶେ, ଜାତ ହୋଇଲା ସିନ୍ଧୁ ଦେଶେ। ଯେଣୁ ସେ ଲକ୍ଷ୍ମୀର ସାନୁଜ, ଏ ଦୁଇ ଉପ୍ରଧ ତନୁଜ। ଆମ୍ଭରେ ନୁହଇ ବିନାଶ, ତୁମ୍ଭଙ୍କୁ ଅଛି ତେଣେ ଯଶ। ଦୁଷ୍ଟ ନିବାରି ସନ୍ଥ ରଖ, ହସି କହନ୍ତି ପଦ୍ମମୁଖ। ବିଷ୍ଣୁ ବଚନେ ବିଶ୍ୱନାଥ, ଶିରେ ନିବେଶିବେନି ହସ୍ତ। ବୋଲନ୍ତି ଶୁଣ ଗଦାଧର, ଦୈତ୍ୟ ନାଶନେ ଏକଶର। ସବୁ ଦେବଙ୍କ ତେଜ ଭରି, ମୋତେ ଆୟୁଧ ଦିଅ କରି। ଶେଷରେ ମାରିବି ଅସୁର, ଦେବଙ୍କ ଶତ୍ରୁ ଜଳନ୍ଧର। ଈଶ୍ୱର ବଚନ ପ୍ରମାଣେ, ସକଳ ଦେବେ ତତକ୍ଷଣେ। ଯେ ଯାହା ଅଙ୍ଗୁ ତେଜ କାଢ଼ି, ରଖିଲେ ଏକଠାବେ ବାଢ଼ି। ବିଷ୍ଣୁ ଆୟୁଧ କଲେ ତାହା, ସୁଦର୍ଶନ ବୋଲି ଯାହା। ଆଦିତ୍ୟ ତେଜ ଅନର୍ଗଳା, ଜାଜୁଲ୍ୟ ଯାର ଜ୍ୟୋତିମାଳା। ସେ ଚନ୍ଦ୍ର ତେଜ ପ୍ରାୟ ହୋଇ, 33 କୋଟି ଗୁଣେ ଭଇଁ। ସେ ଚକ୍ର ଘେନି ନାରାୟଣ, ରୁଦ୍ରଙ୍କୁ କଲେ ସମର୍ପଣ। ଦୈତ୍ୟ ଜାଣିବ ବୋଲି ଡରେ,
ତୁରିତେ ଗଲେ ଯେଝାପୁରେ ଦାନବ ପୁରେ ବିଜେ ହରି ନ ଜାଣେ ଲକ୍ଷ୍ମୀ ଆଦି କରି ଏଥୁ ଅନ୍ତରେ ନିଶିଶେଷେ ଅରୁଣ ଜ୍ୟୋତି ପରକାଶେ ପୂର୍ବ ଦିଗରେ ଛାୟାପତି ଉଦୟ ଅସ୍ତ ଗଲା ରାତି ଦୈତ୍ୟ ଯେ ଥିଲା ହେମଗିରି ପ୍ରଭାତେ ଥାଟ ସଜ କରି ଧାଇଲେ ହରପୁର ମାର୍ଗେ ଦେବେ ତ୍ରାସନ୍ତି ଚାହିଁ ସ୍ୱର୍ଗେ ଅସୁର ଥାଟ ଘେନି ଯାଇ ଶରଣୀ ନଦୀ ତୀରେ ରହି ବାଜଇ ଟମକ ନିଶାଣ ଶୁଣି ଧାଇଲେ ରୁଦ୍ରଗଣ ରାତ୍ର ଥିଲେ ସଜ ହୋଇ ଯେଣୁ ବାରତା ଥିଲେ ପାଇ ବେଗେ ଧାଇଲେ ଶସ୍ତ୍ର ଘେନି କାମ କାଳି ସିଂହାଧ୍ୱନି ବଜାଇ କଲେ ମହାଗୋଳ ଡାଳ ଡମ୍ବରୁ କୁତୁହଳ ରୁଦ୍ର ଆଜ୍ଞାରେ ଥାଟ ଘେନି କାର୍ତ୍ତିକ ବିନାୟକ ବେନି ନନ୍ଦୀ ଭ୍ରୁକୁଟି ମହାକାଳ ଭୀମକ ବୀରଭଦ୍ର ମେଳ ଏହାଙ୍କ ତୁଲେ ରୁଦ୍ରଗଣ 14 କୋଟି ପରିମାଣ ଜୟନ୍ତ ଅଜୟନ୍ତ ବେନି ପିଶାଚ ବଳ ଖର୍ବ ତିନି ଭୂତ ବେତାଳ ବୀର ଚଣ୍ଡ କୁଷ୍ମାଣ୍ଡ କରେ ଲୌହ ଦଣ୍ଡ 16 କତି ଚକ୍ର ଭାଲ ଘେନି ଧାଇଲେ ପଲ ପଲ ଯୋଗୀ ସନ୍ନ୍ୟାସୀ ଦଣ୍ଡଧାରୀ ସିଦ୍ଧ ସାଧବ ଦିଗମ୍ବରୀ ସମାଧି ଆସନ ଉପେକ୍ଷୀ ବେଗେ ଧାଇଲେ ଯୁଦ୍ଧ ଦେଖି ପର୍ବତୁ ଓହ୍ଲାଇ ତୁରିତେ ମିଳିଲେ ଦୈତ୍ୟଙ୍କ ଅଗ୍ରତେ ଅସୁରେ ରୁଦ୍ର ବଳ ଦେଖି ବିନ୍ଧିଲେ ଉପ୍ରଧନ ରଖି ଶୁମ୍ଭ ନିଶୁମ୍ଭ ବେନି ବୀର ଅସୁର ଥାଟେ ଆଗୁସାର ଈଶ୍ୱର ଥାଟେ ସେନାପତି କାର୍ତ୍ତିକେଶ୍ୱର ମହାମତି ତାହାଙ୍କ ପଛେ ରୁଦ୍ର ବଳ ଅସୁର ଥାଟେ କଲେ ଗୋଳ ଚକ୍ର ନାରାଜ ଶୂଳ ପେଶି ଉଭୟ ଥାଟ ମିଶାମିଶି ବେନି ସାଗର ଭେଟ ପ୍ରାୟ ସମର ଗତି ଅପ୍ରମେୟ ବଜାଇ ନାନା ବାଦ୍ୟ ଧ୍ୱନି ଶବଦେ କମ୍ପେ ପୁର ତିନି ନିର୍ଘାତ ପ୍ରାୟ ବାଣ ବୃଷ୍ଟି ଦିଶଇ ଧୂମମୟ ସୃଷ୍ଟି ଉଭ୍ର ଥାଟେ ଯେ ମୁଖ ଗୋଳ ଶବଦ କଲେ କୋଳାହଳ ଶରଣୀ ନଦୀ କୂଳେ ରଣ ଅସୁର ଥାଟେ ଶିବ ଗଣ ଚକ୍ର କୁଠାର ବାଣ ପେଶି ଘଡ଼ିକେ ଦୈତ୍ୟ ବଳ ନାଶି ପଡ଼ିଲେ ଅସଂଖ୍ୟକ ମଡ଼ା ତୀରେ ଧରଣୀ ନାହିଁ ଛଡ଼ା 5 ଯୋଜନା ଆୟତରେ ମଡ଼ା ପଡ଼ନ୍ତି ପଦ୍ମ ଫୁଲେ ସେ ରୂପେ ନିଶାଚର ଗଣେ ପଡ଼ି କାର୍ତ୍ତିକ ଗଣ ବାଣେ ଭୀମକ ଭଦ୍ରସେନ ବୀର ବଜ୍ର ସଦୃଶ ତାଙ୍କ ଶର ବହୁତ ଦୈତ୍ୟ ବଳ ଛେଦି ରକତେ ବୁହାଇଲେ ନଦୀ ଶିବ ସୈନ୍ୟ ଧର୍ମ ବଳେ ସେଦିନ ଜୟ କଲେ ହେଳେ ଅସୁର ତାଟେ ପରାଜୟେ ଏମନ୍ତ ରବି ଅସ୍ତ ହୁଏ ସମର ଛାଡ଼ି ଦୁଇ ବଳେ ରହିଲେ ନଦୀ ବେନି କୂଳେ ନିଶାରେ ଭୃଗୁ ସୁତ ଆସି ସମର ଭୂମି ମଧ୍ୟେ ପଶି ସୁମରି ମୃତ୍ୟୁ ସଞ୍ଜୀବନୀ ଜିଆଇ ଅସୁର ସଇନି ମିଳନ୍ତି ରାଜା ସନ୍ନିଧାନେ ପୁଣି ସମର ଆର ଦିନେ ପ୍ରଭାତୁ ମିଳିବେନି ବଳେ ଯୁଦ୍ଧ କରନ୍ତି ଅଙ୍ଗ ଛଳେ
ପଡ଼ନ୍ତି ଦୁଇ ବଳ ଲୋକ, ଅସୁର ମରନ୍ତି ଯେତେକ। ରାତ୍ରେ ଜିଆନ୍ତି ଭୃଗୁ ସୁତେ, ଏମନ୍ତ ଗଲା ଦିନା କେତେ। ରଜନୀ କାଳେ ଜଗି ବସି, ଜାଣିଲେ ଶିବପୁରବାସୀ। କହିଲେ ଶଙ୍କର ଗ୍ରତ, ଭୋ ପ୍ରଭୁ ଶୁଣ ବିପରୀତ। ତେଜେ ଅସୁର ଘୋର ରଣେ, ନିତ୍ୟେ ନାଶନ୍ତି ଶିବ ଗଣେ। ଶୁକ୍ର ଜିଆନ୍ତି ତାଙ୍କୁ ରାତ୍ରେ, ଏଣୁ ଅକ୍ଷୟ ଦୈତ୍ୟ ଗୋତ୍ରେ। ଶୁଣି ବିସ୍ମିତ ବ୍ୟୋମକେଶ, ସକ୍ରୋଧେ ଛାଡ଼ିଲେ ନିଶ୍ୱାସ। ଯୁଗାନ୍ତ ଯେହ୍ନେ ଘୋର ବାତ, ଏକ ପିଶାଚି କଲେ ଜାତ। କିସ କହିବା ତାର ମୂର୍ତ୍ତି, ଗର୍ଜନେ କମ୍ପିଲା ଧରିତ୍ରୀ। ମୁକୁଳା କେଶ ଫର ଫର, ବଦନ ଅଟେ ଗିରିବର। କର୍ଣ୍ଣ ନାସିକା ନେତ୍ର ତୁଣ୍ଡ, ଜିଣିୟ ନଳ ସାତ କୁଣ୍ଡ। ପର୍ବତ ପ୍ରାୟେ ବେନି ସ୍ତନ, ଶିଖେ କି ଉଦେନ ବଘନ। ତେସନେ ଦିଶେ କୁଚ କାଳି, ଭୁଜ କି ଦିଶେ ଆଦ୍ରାବଳୀ। ବିସ୍ତାର ହ୍ରଦ ଗିରି ତଳେ, ଯେହ୍ନେ ଦିଶଇ ଖରା ବେଳେ। ଉଦର ତାର ଲକ୍ଷ୍ୟ ତେହ୍ନେ, ଉତ୍ସର୍ଗ ତଳ ତରୁ ଯେହ୍ନେ। ତେମନ୍ତ ଦିଶେ ପାଦ ବେନି, ଅତି ଭୀଷଣ ଘୋର ଧ୍ୱନି। କୋପେ କମ୍ପଇ ତାର ଦେହି, ଚରଣେ ଦଳୁଅଛି ମହି। ଏମନ୍ତ ମୂର୍ତ୍ତି ଦେଖି ଆଗେ, ହର ବୋଇଲେ ଯାଅ ବେଗେ। ଅସୁର ଗୁରୁ ଭୃଗୁ ଋଷି, ଯାନାମ ଶୁକ୍ର ମହାଋଷି। ତାହାକୁ ବିନାଶ ଗୁପତେ, ସମର ଶେଷ ପର୍ଯ୍ୟନ୍ତେ। ପ୍ରାଣେନ ମାରି ରଖିଥିବୁ, ସମର ଅନ୍ତେ ଛାଡ଼ି ଦେବୁ। ଏମନ୍ତ ଶିବ ଆଜ୍ଞା ପାଇ, ପିଶାଚି ରଣସ୍ଥାନେ ଯାଇ। ପ୍ରବେଶ ହେଲା ନିଶା କାଳେ, ଯେହ୍ନେ ମନ୍ଥର ମହାଜଳେ। ସେହି ପ୍ରକାରେ ଥାଟେ ମିଳି, କୋଟି ସଂଖ୍ୟାରେ ମଡ଼ା ଗିଳି। ଯେହ୍ନେ ସାରଙ୍ଗ ରାଜପକ୍ଷୀ, ନୀର ଉପେକ୍ଷୀ କ୍ଷୀର ଭକ୍ଷୀ। ସେହି ପ୍ରକାରେ ଶିବଦୂତି, ସମରେ ଅସୁର ନିପାତି। ଦୈତ୍ୟ ଯେତେକ ଶସ୍ତ୍ର କଲେ, ତା ଅଙ୍ଗେ ନ ଭେଦିଲା ତିଳେ। ଉଦର ପୂର୍ଣ୍ଣ କରି ବାଳି, ଅସୁର ଗୁରୁ ଆଗେ ମିଳି। ରଥୁ ଆଣିଲା ତାକୁ ଧରି, ବୃକ୍ଷ କୁସୁମ ପ୍ରାୟ କରି। ଅଧର ଅଙ୍ଗେ ନେଇ ଖୋସି, ଗିରି କନ୍ଦରେ ଗଲା ପଶି। ତା ଦେଖି ହାହାକାର କରି, ଅସୁରେ ରଣେ ଅପସରି। ଗୁରୁ ଅଭାବେ ମନେ କ୍ରୋଧି, ଶିବ ଗଣଙ୍କୁ ଶର ବିନ୍ଧି। ନୃପତି ଠାରୁ ଆଜ୍ଞା ପାଇ, ଶୁମ୍ଭୁ ନିଶମ୍ଭୁ ବେନି ଭାଇ। କାଳ ନେମିକି ସଙ୍ଗେ ଘେନି, ଯୁଧେ ଟେକିଲେ ବୀର ତିନି। ତା ଦେଖି ନନ୍ଦୀ ମହାବଳୀ, କାଳ ସେ ନୈମିକି ଉଗାଳି। ଶମ୍ଭୁ ସମ୍ମୁଖେ ବିନାୟକ, ନିଶମ୍ଭୁ ଦୈତ୍ୟକୁ କାର୍ତ୍ତିକ। ଏମନ୍ତ ଷଡ଼ ମହାବଳୀ, ଉଭୟ ଥାଟ ରଣେ ମିଳି। ଯୁଦ୍ଧ କରନ୍ତି ଏକେ ଏକେ, ଦୁର୍ଲଭ ରଣ ତିନି ଲୋକେ। ନିଶମ୍ଭୁ ପଞ୍ଚ ବାଣ ସନ୍ଧି, କାର୍ତ୍ତିକ ଉପରକୁ ବିନ୍ଧି। ବାହନ ଉପରେ ପଡ଼ିଲା, ଘାତେ ମୟୂର ମୋହ ଗଲା। ପଦାତି ହୋଇ ଶିବ ସୁତ, ଅସୁର ଯୁଧ୍ୟ ପ୍ରମିତ। ନନ୍ଦିକେଶ୍ୱର ଶୂଳ ପିଟି, କାଳ ନଉମି ରଥ ଫାଟି। କେତୁ ସାରଥି ସାତ ଅଶ୍ୱ, ଏକ ପ୍ରହାରେ ହେଲେ ନାଶ।
ପୁଣି କୁଠାର ପେଶି ନନ୍ଦୀ କାଳନେ ମୀର ଧନୁ ଛେଦି ବିରଥି ହୋଇ ଦୈତ୍ୟ ବୀର ଘେନିଲା ଚର୍ମ ଅଶିବର ନନ୍ଦିକେଶ୍ୱର କରେ ଫଳା ସମରେ ତେଜ ଅନର୍ଗଳା ବେଳକୁ ବେଳ ଯୁଦ୍ଧ ଟାଣ ପଡ଼ଇ ବଜ୍ର ସମ ବାଣ ପର୍ବତ ଶିଖରୁ ପଥରେ ପଡ଼ିଲେ ଯେହ୍ନେ ଧ୍ୱନି କରେ ସେହି ପ୍ରକାର ବାଣ ବୃଷ୍ଟି ଶବଦେ କମ୍ପୁଅଛି ସୃଷ୍ଟି ଶମ୍ଭୁ ସଙ୍ଗତେ ଗଣପତି ମାଲବନ୍ଧରେ ଜନ୍ତା ଜନ୍ତି ଭୂମିରେ ପଡ଼ି ଗଡ଼ା ଗଡ଼ି କେଶରୀ ପ୍ରାୟ କରି ରଡ଼ି ଚଡ଼କ ପ୍ରାୟ ମୁଷ୍ଟିଘାତ ପେଟକୁ ପ୍ରହାରନ୍ତି ନାତ ଅସୁର ଘାତେ ଗଜାନନ କ୍ଷଣେ ହୋଇଲେ ଅଚେତନ ପୁଣି ଚେତନା ପାଇ ରଣେ ପରଶୁ ଧରି ତତକ୍ଷଣେ ଶେଷରେ ଶମ୍ଭୁ ମୂରୁଛିତ ଏମନ୍ତେ ଯୁଦ୍ଧ ପ୍ରମିତ ଘୋର ସମର ଧ୍ୱନି ଶୁଣି ନିଜେ ବିଜୟ ଶୂଳ ପାଣି ଆରୋହୀ ବୃଷଭ ବାହନେ ସଙ୍ଗେ ଅଛନ୍ତି ଗଣମାନେ ଭୂତ ବେତାଳ ଦଣ୍ଡଧାରୀ ଡାକିନି ଗଣ ଆଦି କରି ଧାଇଁଲେ କିଳିକିଳା ନାଦେ ବାଦନ କରି ନାନା ବାଦେ ଡମ୍ବରୁ ଅନ୍ତରିକ୍ଷ ପୁରେ ବନ ପର୍ବତ ନାଦ ପୁରେ ସଙ୍ଗେ ଅସଂଖ୍ୟ ଯୋଗ୍ନି ବଳ ଯେସନେ ନିହାର ପଟଳ ଅସୁର ଥାଟେ ଆସି ମିଶି ଶିବ ନାରାଚେ ରିପୁ ଧ୍ୱଂସୀ ରଣେ ଆନନ୍ଦ ପଶୁପତି ବାଣ ବିନ୍ଧନ୍ତି କୋପେ ଅତି ପିନାକ ଧନୁର୍ଗୁଣ ନାଦେ ଦୈତ୍ୟଙ୍କ ହୃଦୟ ଭେଦେ ଏକ ନାରାଚେ ସେ ଧୂର୍ଜଟି ସୈନ୍ୟ ମାରନ୍ତି କୋଟି କୋଟି ତା ଦେଖି ଜଳନ୍ଧର ରଥେ ଆରୋହୀ ଧନୁ ଧରି ହାତେ ପ୍ରତି ଜଣରେ ଶର କରି ଶିବଙ୍କୁ ତିନି ବାଣ ମାରି ଗଣପତିଙ୍କ ପଞ୍ଚବାଣ ବୀରଭଦ୍ରକୁ ଚାରି ପୁଣ ନନ୍ଦୀ କାର୍ତ୍ତିକ ଥିଲେ ବକ୍ରେ ତାଙ୍କୁ ପେଶିଲା ଏକ ଚକ୍ରେ ମଣିଭଦ୍ରକୁ ଲୌହ ଦଣ୍ଡେ ସର୍ବଗଣଙ୍କୁ କାଣ୍ଡେ କାଣ୍ଡେ ଏକାବେଳକେ ଶତଶର ସନ୍ଧାନ କଲା ଜଳନ୍ଧର ତା ଦେଖି ପଶୁପତି ପୁଣି ଦୈତ୍ୟ ନାରାଚୁ ସବୁ ଜାଣି ଯେ ବୀରଭଦ୍ର ରଣେ କାଟି ଅସୁର ରଥେ ଶୂଳ ପିଟି ବିରଥି ହେଇ ଦୈତ୍ୟନାଥ ପୁଣି ଆରୋହୀ ଅନ୍ୟ ରଥ ବ୍ରହ୍ମ ଶକତି ଧରି କରେ ପିଟିଲା ବୀରଭଦ୍ର ଶିରେ ଦୈତ୍ୟ ପ୍ରହାରେ ଭଦ୍ର ବୀର ରଣେ ହୋଇଲା ଅପହାର ଏ ଚାରି କ୍ଷତ୍ରି ମାଲ ଯୁଧେ ପଡ଼ି ଗଡ଼ନ୍ତି ମାଲ ବନ୍ଧେ ହେତି ପ୍ରହେତି ବୀର ବେନି ଯୁଝନ୍ତି ଶାଳ ଶିର ଘେନି ଏମନ୍ତେ ଅସ୍ତ ଗଲା ବେଳ ରଣ ଉପେକ୍ଷିବେନି କୂଳ ରହିଲେ ବେନି ଭାଗ ହୋଇ ମଧ୍ୟେ ଯୋଜନେ ଛଡ଼ା ରହି ହରି ବିଜୟ ନିଜ ପୁରେ ସ୍ନାନ ସାରି ଗଙ୍ଗା ନୀରେ ଈଶ୍ୱର ଭାବେ ସଦାନନ୍ଦ ଘେନାଇ ପାରିଷଦ ବୃନ୍ଦ ତାଣ୍ଡବ ନୃତ୍ୟ ରଙ୍ଗେ ପଶି ଆନନ୍ଦେ ପୁହାଇଲେ ନିଶି ସେ ମହାଦେବ ବିଶ୍ୱବାସ ନମଇ ମହାଦେବ ଦାସ ଜୀବନ କାରଣ ନିମନ୍ତେ ଶରଣ ହରି ପାଦ ଗତେ ସେ ପ୍ରଭୁ ଦୟା ଅନୁରାଗେ ପଦ୍ମ ପୁରାଣ ଗୀତ ଯୋଗେ
ଶୁଣସୁ ଜନେ ଚରିତ कार्तिक महात्म्यमृत तुलसी उत्पत्ति वाणी शुणी संसारुतर प्राणी उत्तराखंड सारस्वत कार्तिक महात्म्यमृत इति श्री पद्मपुराणे उत्तराखंडे कार्तिक महात्म्ये जलंधर संग्रामे नाम एकादश अध्याय गोविंद हरे गोपाल हरे नटनागर कान्हा श्याम हरे गोविंद हरे गोपाल हरे नटनागर कान्हा श्याम हरे गोविंद हरे गोपाल हरे नटनागर कान्हा श्याम